ସମସ୍ତଙ୍କୁ ସ୍ୱାଗତ। ଆଜି ଆମେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିବା। ଆମ ପାଖରେ ଏକ ପାଠ୍ୟପୁସ୍ତକର ଅଂଶ ଅଛି, ଆଉ ବିଷୟ ହେଉଛି ବିଶ୍ୱ ମହାମାରୀ କୋଭିଡ-19 ଓ ତାହାର ପରିଚାଳନା। ହଁ, ଆଉ ଯେହେତୁ ଏଇଟା ଗୋଟେ ପାଠ୍ୟପୁସ୍ତକ ଅଧ୍ୟାୟ, ଏଥିରେ ଥିବା ତଥ୍ୟଗୁଡ଼ିକ ପରୀକ୍ଷା ଦୃଷ୍ଟିରୁ ବେଶ୍ କାମରେ ଆସିପାରେ। ଠିକ୍। ତ ଆମର ଆଜିର ଲକ୍ଷ୍ୟ ହେଲା ଏହି ଉତ୍ସରୁ ମୁଖ୍ୟ କଥା ସବୁ ବାହାର କରିବା। କୋଭିଡ-19 କ'ଣ, କେମିତି ବ୍ୟାପିଲା, ତା ପଛର ବିଜ୍ଞାନ। ଆଉ ସବୁଠୁ ବଡ଼ କଥା, ଏହାର ମୁକାବିଲା କେମିତି ହେଲା, ବିଶେଷ କରି ଆମ ଦେଶରେ, ଭାରତରେ ଆଉ ଓଡ଼ିଶାରେ। ବେଶ୍, ତେବେ ଆସନ୍ତୁ ଆରମ୍ଭ କରିବା ଏହି ଗଭୀର ଆଲୋଚନା। ଆଚ୍ଛା, ପ୍ରଥମେ କିଛି ମୂଳ ଶବ୍ଦ ବୁଝିବା ଦରକାର, ଯେମିତି ରୋଗ। ରୋଗ କହିଲେ ଆମେ କ'ଣ ବୁଝିବା? ହଁ, ଦେଖନ୍ତୁ, ସାଧାରଣ ଭାବେ କହିଲେ ଆମ ଶରୀର କିମ୍ବା ତାର କୌଣସି କାମରେ ଯଦି କିଛି ଗଡ଼ବଡ଼ ହୁଏ, ଅସ୍ୱାଭାବିକତା ଦେଖାଯାଏ, ତାକୁ ହିଁ ରୋଗ କୁହାଯାଏ। ଏହାର କାରଣ? କାରଣ ଅନେକ। ପରିବେଶଗତ ହୋଇପାରେ କିମ୍ବା କିଛି ବାହାର ଜୀବ, ଯେମିତି ଆମେ କହୁ ପରଜୀବୀ, ଏଥିରେ ବୀଜାଣୁ ବ୍ୟାକ୍ଟେରିଆ ଆସିବେ, ଭୂତାଣୁ ବା ଭାଇରସ୍ ଆସିବେ, କବକ ବା ଫଙ୍ଗସ୍ ବି ଆସିବେ। ଆଚ୍ଛା। ଆଉ ଯେତେବେଳେ ଏହି ରୋଗ ଗୋଟେ ଲୋକଠୁ ଆଉ ଗୋଟେ ଲୋକକୁ ସହଜରେ ବ୍ୟାପିଯାଏ, ହୁଏତ ଛୁଇଁଲେ କିମ୍ବା ପବନରେ, ପାଣିରେ ବା କୌଣସି ଜୀବ ଦ୍ୱାରା, ତାକୁ ଆମେ କହିବା ସଂକ୍ରାମକ ରୋଗ। ଆଉ ମହାମାରୀ ବା ଏପିଡେମିକ୍ କ'ଣ? ଯେତେବେଳେ ଏମିତି ଗୋଟେ ସଂକ୍ରାମକ ରୋଗ ଗୋଟିଏ ନିର୍ଦ୍ଦିଷ୍ଟ ଜାଗାରେ ଭୌଗୋଳିକ ଅଞ୍ଚଳରେ ହଠାତ୍ ବହୁତ ବ୍ୟାପିଯାଏ ଆଉ କମ୍ ସମୟ ଭିତରେ ବହୁତ ଲୋକଙ୍କୁ ଆକ୍ରାନ୍ତ କରେ, ଏପରିକି ଅନେକ ଲୋକ ମୃତ୍ୟୁ ବି କରନ୍ତି, ତାକୁ କୁହାଯାଏ ମହାମାରୀ। ଯେମିତି ଆଗରୁ ମିଳିମିଳା ବସନ୍ତ ହଉଥିଲା। ଏଥିରୁ ସ୍ଥାନିକ ରୋଗ ବା ଏଣ୍ଡେମିକ୍ କେମିତି ଅଲଗା? ଏଣ୍ଡେମିକ୍ ରୋଗ ହେଉଛି ଯୋଉଟା ଗୋଟେ ନିର୍ଦ୍ଦିଷ୍ଟ ଅଞ୍ଚଳରେ ପ୍ରାୟ ସବୁବେଳେ ରହିଥାଏ, କ୍ରମାଗତ ଭାବରେ କିଛି ଲୋକଙ୍କୁ ଆକ୍ରାନ୍ତ କରୁଥାଏ, କିନ୍ତୁ ମହାମାରୀ ପରି ହଠାତ୍ ବହୁତ ବ୍ୟାପିଯାଏ ନାହିଁ, ଯେମିତି ଆମ ଦେଶର କିଛି ଜାଗାରେ ମ୍ୟାଲେରିଆ। ଆଚ୍ଛା, ଆଉ ଯାହା କୋଭିଡ କ୍ଷେତ୍ରରେ ହେଲା, ସେଇଟା ହେଲା ବିଶ୍ୱ ମହାମାରୀ ବା ପ୍ୟାଣ୍ଡେମିକ୍। ଏକଦମ ଠିକ୍। WHO କହୁଛି, ଯେତେବେଳେ ଗୋଟେ ରୋଗ ବହୁତ ବ୍ୟାପକ ଅଞ୍ଚଳରେ, ଗୋଟିଏ ଦେଶ ବା ମହାଦେଶରେ ସୀମିତ ନ ରହି ପୁରା ଦୁନିଆରେ ଅତି ଦ୍ରୁତ ଗତିରେ ବ୍ୟାପେ, ତାକୁ କୁହାଯାଏ ପାଣ୍ଡେମିକ୍। ଯେମିତି ହଇଜା, ପ୍ଲେଗ, ବସନ୍ତ, ଇନଫ୍ଲୁଏଞ୍ଜା ଆଉ ଏବେ କୋଭିଡ-19। ହଁ, ଏହି ପାର୍ଥକ୍ୟ ବୁଝିବା କାହିଁକି ଏତେ ଜରୁରୀ? ଦେଖନ୍ତୁ, ଏଇଟା ବୁଝିବା ବହୁତ ଜରୁରୀ, କାରଣ ରୋଗଟା କେତେ ବ୍ୟାପିଛି, ସେଟା ସ୍ଥାନିକ ନା ମହାମାରୀ ନା ପୁରା ବିଶ୍ୱ ମହାମାରୀ, ସେଇଟା ଜାଣିଲେ ଯାଇ ସରକାର ହୁଅନ୍ତୁ କି ସ୍ୱାସ୍ଥ୍ୟ ସଂସ୍ଥା, ସେମାନେ ଠିକ୍ ପଦକ୍ଷେପ ନେଇପାରିବେ। କେତେ ଲୋକବଳ ଦରକାର, କେତେ ଟଙ୍କା ଖର୍ଚ୍ଚ ହେବ, କେମିତିକା ନିୟନ୍ତ୍ରଣ ଲାଗୁ ହେବ, ଏସବୁ ଏହି କଥା ଉପରେ ହିଁ ନିର୍ଭର କରେ। ଠିକ୍ କହିଲେ। ଆଉ ଇତିହାସକୁ ଦେଖିଲେ ମଣିଷ ସମାଜ ତ ବାରମ୍ବାର ଏମିତି ମହାମାରୀ ଦେଖିଛି। ବସନ୍ତ କଥା ଭାବିଲେ ବି ଡର ଲାଗୁଛି। ପ୍ରାୟ 30ରୁ 50 କୋଟି ଲୋକଙ୍କ ଜୀବନ ନେଇଥିଲା ବୋଲି ଉତ୍ସରେ ଲେଖା ଅଛି। ହଁ, କିନ୍ତୁ ସେଇଠି ଗୋଟେ ଭଲ ଖବର ବି ଅଛି। ଟୀକାକରଣ ସମୂହ ଟୀକାକରଣ ଯୋଗୁଁ 1980 ବେଳକୁ ବସନ୍ତ ପୃଥିବୀରୁ ପୁରାପୁରି ମୂଳପୋଛ ହୋଇଗଲା। ଏଇଟା ବିଜ୍ଞାନର ଗୋଟେ ବହୁତ ବଡ଼ ସଫଳତା। ନିଶ୍ଚୟ। କିନ୍ତୁ ସବୁ ମହାମାରୀ ଏତେ ସହଜରେ ଯାଇନି ନା, ଯେମିତି HIV ଏଡ୍ସ। ଠିକ୍। HIV ଏଡ୍ସକୁ ଦେଖନ୍ତୁ, 1980 ଦଶକରେ ଚିହ୍ନଟ ହେଲା ଆଉ ଏପର୍ଯ୍ୟନ୍ତ 4 କୋଟିରୁ ଅଧିକ ଲୋକଙ୍କୁ ଜୀବନ ନେଲାଣି। ଆଜି ବି ପ୍ରାୟ 3 କୋଟି 8 ଲକ୍ଷ ଲୋକ HIV ସଂକ୍ରମିତ ହୋଇ ବଞ୍ଚିଛନ୍ତି। ଆମ ଦେଶରେ ବି ପ୍ରାୟ 23 ଲକ୍ଷ ଲୋକ। ଆଉ ଇନଫ୍ଲୁଏଞ୍ଜା, ସେଇଟା ବି ତ ବାରମ୍ବାର ଆସିଛି। ହଁ, ଇନଫ୍ଲୁଏଞ୍ଜା ଭାଇରସର ତ ଅନେକ ରୂପ। 8ମ ଶତାବ୍ଦୀରୁ ଏହାର ପ୍ରମାଣ ଅଛି। ଆମେ ସ୍ପାନିଶ୍ ଫ୍ଲୁ, ଏସିଆନ୍ ଫ୍ଲୁ, ସ୍ୱାଇନ୍ ଫ୍ଲୁ ଏମିତି ଅନେକ ନାଁ ଶୁଣିଛେ। ଏସବୁ ମିଶି କୋଟି କୋଟି ଲୋକଙ୍କୁ ମାରିଛି। ଖାଲି ସ୍ପାନିଶ୍ ଫ୍ଲୁରେ ହିଁ କୁହାଯାଏ 5 କୋଟିରୁ ଅଧିକ ଲୋକ ମରିଥିଲେ। ସେତେବେଳେ ପୃଥିବୀର ପ୍ରାୟ 1/3 ଲୋକ ସଂକ୍ରମିତ ହୋଇଥିଲେ। ବାପରେ, ବୀଜାଣୁଜନିତ ମହାମାରୀ ବି କମ୍ ନୁହେଁ, ଯେମିତି ହଇଜା ବା ପ୍ଲେଗ୍, ଯାହାକୁ କଳା ମୃତ୍ୟୁ କୁହାଯାଉଥିଲା। ହଁ, 14ଶ ଶତାବ୍ଦୀର ପ୍ଲେଗ୍ ତ ୟୁରୋପର ଜନସଂଖ୍ୟାର ଗୋଟେ ବହୁତ ବଡ଼ ଭାଗକୁ ଶେଷ କରିଦେଇଥିଲା। ମୂଷାଙ୍କ ଦେହରେ ଥିବା ଏକ ପ୍ରକାର ପୋକ, ଫ୍ଲି, ତା ମାଧ୍ୟମରେ ଏହା ବ୍ୟାପୁଥିଲା। ତେବେ ଏସବୁ ଉଦାହରଣରୁ କ'ଣ ଜଣାପଡ଼ୁଛି? ଜଣାପଡ଼ୁଛି ଯେ ବିଶ୍ୱ ମହାମାରୀ କିଛି ନୂଆ କଥା ନୁହେଁ। ମାନବ ଇତିହାସ ଏହା ଯୋଡ଼ି ହୋଇ ରହିଛି। କିନ୍ତୁ ପ୍ରତିଥର ଗୋଟେ ନୂଆ ରୋଗ ଆସିଲେ ତାହା ନିଜ ସହ ନୂଆ ନୂଆ ଆହ୍ୱାନ ନେଇକି ଆସେ। ଆଉ ଏହି ପରିପ୍ରେକ୍ଷୀରେ ହିଁ ଆମେ କୋଭିଡ-19କୁ ଦେଖିବା। ଠିକ୍। ତେବେ କୋଭିଡ-19ର କାହାଣୀ କେମିତି ଆରମ୍ଭ ହେଲା? ପାଠ୍ୟପୁସ୍ତକ ଲେଖୁଛି ଡିସେମ୍ବର 1, 2019,
ଚୀନର ହୁବେଇ ପ୍ରଦେଶ ଜଣେ 53 ବର୍ଷୀୟ ମହିଳାଙ୍କୁ ଫ୍ଲୁ ଭଳି ଲାଗିଲା। ଜ୍ୱର, ଥଣ୍ଡା। ହଁ, ଆଉ ତାପରେ ଧୀରେ ଧୀରେ ସେମିତି ଆଉ କିଛି ଲୋକଙ୍କଠାରେ ବି ସମାନ ଲକ୍ଷଣ ଦେଖାଗଲା। ଡିସେମ୍ବର ଶେଷ ବେଳକୁ ତ ହସ୍ପିଟାଲରେ କର୍ମଚାରୀମାନେ ବି ସଂକ୍ରମିତ ହେବାକୁ ଲାଗିଲେ। କିନ୍ତୁ ଚୀନ WHOକୁ ଜଣାଇଲା କେବେ? ପ୍ରାୟ 3 ସପ୍ତାହ ପରେ, ଆଉ ଏହି ସମୟ ଭିତରେ ଭାଇରସଟା ବ୍ୟାପିବାକୁ ସୁଯୋଗ ପାଇଗଲା। ଜାନୁଆରୀ ମାସ ମଝିବେଳକୁ ଥାଇଲାଣ୍ଡରେ ଜଣେ ଚିହ୍ନଟ ହେଲେ, ଯିଏ ଉହାନରୁ ଯାଇଥିଲେ। ତାପରେ ଜାପାନ। ସେତେବେଳେ ଚୀନ ମାନିଲା ଯେ ହଁ, ମଣିଷରୁ ମଣିଷକୁ ସୀମିତ ସଂକ୍ରମଣ ହେଉଛି। ଆଉ ତାପରେ ତ ଏହା ଆହୁରି ବ୍ୟାପିଲା, ଆମେରିକାରେ ବି ପହଞ୍ଚିଲା। ହଁ, ଆଉ ଜାନୁଆରୀ ଶେଷ ବେଳକୁ WHOର ଟିମ୍ ଯାଇ ଚିହ୍ନଟ କଲେ ଯେ ଏହା ଏକ ନୂଆ ପ୍ରକାରର କରୋନା ଭାଇରସ। ଆଗରୁ ଯେଉଁ ସାର୍ସ ଆସିଥିଲା, ତାଠାରୁ ଏହା ଅଲଗା। ଏହାର ନାମକରଣ କେମିତି ହେଲା କୋଭିଡ୍-19? ଦେଖନ୍ତୁ, ପ୍ରଥମେ ବୈଜ୍ଞାନିକମାନଙ୍କର ଅନ୍ତର୍ଜାତୀୟ କମିଟି ICTV ଭୂତାଣୁର ଜେନେଟିକ୍ ଗଠନ ଦେଖି ତାକୁ ଗୋଟେ ବୈଜ୍ଞାନିକ ନାଁ ଦେଲେ SARS-CoV-2, କାରଣ ଏହା ପୂର୍ବ ସାର୍ସ ଭୂତାଣୁ ସହ ମିଶୁଥିଲା। ଆଉ ଏହା ଯୋଗୁଁ ଯେଉଁ ରୋଗ ହେଉଥିଲା, ତାକୁ WHO ନାଁ ଦେଲା କୋଭିଡ୍-19, ମାନେ କରୋନା ଭାଇରସ ଡିଜିଜ୍। ଆଉ 2019, କାରଣ ସେହି ବର୍ଷ ଏହା ଚିହ୍ନଟ ହୋଇଥିଲା। ଆଉ ମାର୍ଚ୍ଚ 11, 2020ରେ WHO ଏହାକୁ ବିଶ୍ୱ ମହାମାରୀ ଘୋଷଣା କଲା। ହଁ, କାରଣ ସେତେବେଳକୁ ଏହା ପ୍ରାୟ ସବୁ ମହାଦେଶକୁ ବ୍ୟାପି ସାରିଥିଲା ଏବଂ ଏହାର ବ୍ୟାପିବା ଗତି ବହୁତ ତୀବ୍ର ଥିଲା। ଏତେ ଶୀଘ୍ର କେମିତି ବ୍ୟାପିଲା ଏହା? କ'ଣ ଥିଲା ଏହାର କାରଣ? ଗୋଟିଏ ବହୁତ ବଡ଼ କାରଣ ଥିଲା ଲକ୍ଷଣବିହୀନ ସଂକ୍ରମଣ। ମାନେ ବହୁତ ଲୋକ ସଂକ୍ରମିତ ହେଉଥିଲେ, କିନ୍ତୁ ତାଙ୍କଠାରେ କୌଣସି ଲକ୍ଷଣ ଦେଖାଯାଉନଥିଲା, କିନ୍ତୁ ସେମାନେ ଅନ୍ୟମାନଙ୍କୁ ରୋଗ ବାଣ୍ଟୁଥିଲେ। ଓହୋ। ଆଉ ଇନକ୍ୟୁବେସନ ଅବଧି, ମାନେ ସଂକ୍ରମଣ ଆଉ ଲକ୍ଷଣ ଦେଖାଯିବା ଭିତରେ ସମୟ? ସେଇଟା ବି ଗୋଟେ କାରଣ। ଏହା 1 ଦିନରୁ 14 ଦିନ ଯାଏ ହୋଇପାରୁଥିଲା, ସାଧାରଣତଃ 5 ଦିନ ପାଖାପାଖି। ତ ଏଇ ସମୟ ଭିତରେ ଜଣେ ଲୋକ ନିଜେ ଜାଣିପାରୁନଥିଲା ଯେ ସେ ସଂକ୍ରମିତ, କିନ୍ତୁ ସେ ଅନ୍ୟମାନଙ୍କୁ ସଂକ୍ରମିତ କରିସାରୁଥିଲା। ଏଥିପାଇଁ ଏହାକୁ ରୋକିବା ବହୁତ କଷ୍ଟ ହେଲା। ଆଚ୍ଛା, ଏ ଭୂତାଣୁଟା ନିଜେ କେମିତିକା? ଆମେ ଶୁଣିଲେ ଏହା କରୋନା ଭାଇରସ ପରିବାରର। ହଁ, କରୋନା ଶବ୍ଦଟା ଲାଟିନ୍, ତାର ଅର୍ଥ ହେଉଛି ମୁକୁଟ। କାରଣ ଇଲେକ୍ଟ୍ରନ୍ ମାଇକ୍ରୋସ୍କୋପରେ ଦେଖିଲେ ଭୂତାଣୁର ଚାରିପଟେ କଣ୍ଟା କଣ୍ଟା ପରି କିଛି ଜିନିଷ ଥାଏ, ଯାହା ଗୋଟେ ମୁକୁଟ ବା ସୂର୍ଯ୍ୟଙ୍କର କୋରୋନା ଭଳି ଦିଶେ। ସେଇଥିପାଇଁ ଏ ନାଁ। ସେ କଣ୍ଟାଗୁଡ଼ିକ କ'ଣ? ସେଗୁଡ଼ିକ ହେଲା ସ୍ପାଇକ୍ ପ୍ରୋଟିନ୍, ଆଉ ସେଇଟା ହିଁ ଭୂତାଣୁର ମୁଖ୍ୟ ଅସ୍ତ୍ର। କେମିତି? ଦେଖନ୍ତୁ, ଆମ ଶରୀରର କୋଷ, ବିଶେଷ କରି ଆମ ଶ୍ୱାସନଳୀରେ ଯେଉଁ କୋଷ ଅଛି, ତା ବାହାରେ ଗୋଟେ ରିସେପ୍ଟର ଥାଏ, ଯାହାର ନାଁ ACE2। ଏହି ସ୍ପାଇକ୍ ପ୍ରୋଟିନ୍ଟା ସେହି ACE2 ରିସେପ୍ଟର ସହ ଯାଇକି ଲାଗିଯାଏ, ଯେମିତି ଗୋଟେ ଚାବି ତାଲାରେ ପଶିଯାଏ। ଆଚ୍ଛା, ତାପରେ? ଥରେ ଲାଗିଗଲା ପରେ ଭୂତାଣୁଟା କୋଷ ଭିତରକୁ ପଶିଯିବାର ବାଟ ପାଇଯାଏ। ସେ କିଛି ଏନ୍ଜାଇମ୍ ବ୍ୟବହାର କରି କୋଷ ଭିତରକୁ ପଶିଯାଏ। ଆଉ ଭିତରେ ଯାଇ କ'ଣ କରେ? ଭିତରେ ପଶିଗଲା ପରେ ସେ ଆମ କୋଷର ନିଜସ୍ୱ ମେସିନାଲିକୁ ନିଜ କବ୍ଜାକୁ ନେଇ ଆସେ, ଆଉ ତାକୁ ବ୍ୟବହାର କରି ନିଜ ଭଳି ହଜାର ହଜାର ନୂଆ ଭୂତାଣୁ ତିଆରି କରେ। ମାନେ ନିଜର RNAକୁ କପି କରେ, ନିଜ ପାଇଁ ପ୍ରୋଟିନ୍ ତିଆରି କରେ। ବାପରେ! ହଁ, ଏହି ନୂଆ ତିଆରି ହୋଇଥିବା RNA ଆଉ ପ୍ରୋଟିନ୍ ସବୁ ଏକାଠି ହୋଇ ପୂର୍ଣ୍ଣାଙ୍ଗ ଭୂତାଣୁ ତିଆରି ହୁଅନ୍ତି। ଶେଷରେ ଯେତେବେଳେ କୋଷ ଭିତରେ ଏତେ ସଂଖ୍ୟକ ଭୂତାଣୁ ହୋଇଯାନ୍ତି, ସେମାନେ କୋଷକୁ ଫଟେଇ ଦେଇ ବାହାରକୁ ବାହାରି ଆସନ୍ତି। ଆଉ ପୁଣି ଅନ୍ୟ କୋଷକୁ ଆକ୍ରମଣ କରନ୍ତି। ଏକଦମ। ଏହି ପୂରା ଚକ୍ରକୁ ଲାଇଟିକ୍ ସାଇକେଲ କୁହାଯାଏ, କାରଣ ଏଥିରେ ସଂକ୍ରମିତ କୋଷଟି ନଷ୍ଟ ହୋଇଯାଏ। ଏହା ତ ବହୁତ ଭୟଙ୍କର କଥା। ଆମ ଶରୀର କ'ଣ କରେ ଏହା ବିରୁଦ୍ଧରେ? ଆମ ଶରୀରର ବି ନିଜର ସୈନ୍ୟବାହିନୀ ଅଛି, ଆମ ପ୍ରତିରକ୍ଷା ପ୍ରଣାଳୀ ବା ଇମ୍ୟୁନ୍ ସିଷ୍ଟମ। ସେ ତୁରନ୍ତ ଜାଣିପାରେ ଯେ କିଏ ଜଣେ ବାହାରୁ ଆସିଛି। ସେ ଆଣ୍ଟିବଡି ତିଆରି କରେ, ଟି କୋଷ ଭଳି ଯୋଦ୍ଧା କୋଷ ପଠାଏ ଏ ଭୂତାଣୁକୁ ମାରିବା ପାଇଁ। ସମସ୍ତଙ୍କ କ୍ଷେତ୍ରରେ କ'ଣ ଶରୀର ଜିତିପାରେ? ଉତ୍ସ କହୁଛି, ପ୍ରାୟ 80% ଲୋକଙ୍କ କ୍ଷେତ୍ରରେ ଶରୀର ଏ ଲଢ଼େଇରେ ଜିତିଯାଏ। ଲକ୍ଷଣ ହୁଏତ ସାମାନ୍ୟ ରହେ ବା ମଧ୍ୟମ ଧରଣର, ଆଉ ସେମାନେ ବିନା କୌଣସି ବିଶେଷ ଚିକିତ୍ସାରେ ହିଁ ଧୀରେ ଧୀରେ ସୁସ୍ଥ ହୋଇଯାଆନ୍ତି। କିନ୍ତୁ ବାକି ଯେଉଁ 20% ରହିଲେ, ସେମାନଙ୍କ କ୍ଷେତ୍ରରେ ସମସ୍ୟା ହୁଏ। ଯଦି ଭୂତାଣୁ ଫୁସ୍ଫୁସ୍ ଭିତରକୁ ଯାଇ ସେଠି ବହୁତ ସଂଖ୍ୟାରେ ବଢ଼ିଯାଏ, ତାହେଲେ ଫୁସ୍ଫୁସ୍ରେ ପ୍ରଦାହ ହୁଏ, ମାନେ ଇନଫ୍ଲାମେସନ୍। ଫୁସ୍ଫୁସ୍ର କାମ ହେଉଛି ପବନରୁ ଅମ୍ଳଜାନ ନେବା, କିନ୍ତୁ ଏହି ପ୍ରଦାହ ଯୋଗୁଁ ସେଠିକାର କୋଷ ନଷ୍ଟ ହୁଏ, ତରଳ ପଦାର୍ଥ ଜମା ହୁଏ। ଆଉ ନିମୋନିଆ ହୋଇଯାଏ? ହଁ, ଠିକ୍। ନିମୋନିଆ ହେଲେ ଫୁସ୍ଫୁସ୍ ଠିକ୍ ଭାବେ କାମ କରିପାରେନି, ଅମ୍ଳଜାନ ଗ୍ରହଣ କରିବାରେ ଅସୁବିଧା ହୁଏ, ସେଥିପାଇଁ ନିଶ୍ୱାସ ନେବାରେ କଷ୍ଟ ହୁଏ। ଏହାଠୁ ବି ଅଧିକ ଗମ୍ଭୀର କିଛି ହୋଇପାରେ? ହଁ, କିଛି କ୍ଷେତ୍ରରେ, ବିଶେଷ କରି ଯେଉଁମାନଙ୍କର ପ୍ରତିରକ୍ଷା ପ୍ରଣାଳୀ ଦୁର୍ବଳ ଥାଏ ବା ଅନ୍ୟ କିଛି ରୋଗ ଥାଏ,
ସେମାନଙ୍କ କ୍ଷେତ୍ରରେ ଏଇ ପ୍ରତିରକ୍ଷା ପ୍ରଣାଳୀ ଓଲଟା କାମ କରିଦିଏ। ମାନେ ଏତେ ଜୋରରେ ପ୍ରତିକ୍ରିୟା କରେ ଯେ ଭୂତାଣୁ ସହ ନିଜ ଶରୀରର ଭଲ କୋଷକୁ ବି ମାରିବାକୁ ଲାଗେ। ଏହାକୁ ସାଇଟୋକାଇନ୍ ଷ୍ଟର୍ମ କହନ୍ତି ନା? ଏକଦମ। ଏହି ସାଇଟୋକାଇନ୍ ଷ୍ଟର୍ମ ଯୋଗୁଁ ଫୁସ୍ଫୁସ୍ ପୂରାପୂରି ଅକାମୀ ହୋଇଯାଇପାରେ। ଏପରିକି ଶରୀରର ଅନ୍ୟ ଅଙ୍ଗ ବି କାମ କରିବା ବନ୍ଦ କରିଦେଇପାରେ। ଆଉ ଏହା ମୃତ୍ୟୁର କାରଣ ବି ହୋଇପାରେ। ତେବେ ସାଧାରଣ ଲକ୍ଷଣ କ'ଣ ଥିଲା, ଯାହା ଦେଖି ଲୋକେ ସନ୍ଦେହ କରୁଥିଲେ? ସବୁଠୁ ସାଧାରଣ ଥିଲା ଜ୍ୱର, ଶୁଖିଲା କାଶ, ଗଳା ଦରଜ, ଦେହ ହାତ ବିନ୍ଧିବା, ବହୁତ କ୍ଳାନ୍ତ ଲାଗିବା, ମୁଣ୍ଡ ବିନ୍ଧିବା। ଆଉ ଗୋଟେ ବଡ଼ ବିଶେଷ ଲକ୍ଷଣ ଥିଲା, ଯାହା ଅନେକଙ୍କଠାରେ ଦେଖାଯାଉଥିଲା, ହଠାତ୍ ବାସ୍ନା ବା ସ୍ୱାଦ ବାରି ନ ପାରିବା। ଆଉ ଗୁରୁତର ଲକ୍ଷଣ? କେତେବେଳେ ଜଣେ ଭାବିବ ଯେ ସ୍ଥିତି ଗମ୍ଭୀର, ଡାକ୍ତରଖାନା ଯିବା ଦରକାର? ଯଦି କାହାକୁ ନିଶ୍ୱାସ ନେବାରେ ବହୁତ କଷ୍ଟ ହେଉଛି, କିମ୍ବା ଛାତିରେ ବହୁତ ଯନ୍ତ୍ରଣା ହେଉଛି ବା ଚାପି ହେଲା ଭଳି ଲାଗୁଛି, ଯଦି ଓଠ କିମ୍ବା ମୁହଁ ନୀଳ ଦେଖାଯାଉଛି, ଏଟା ଅମ୍ଳଜାନ କମିଯିବାର ବହୁତ ବଡ଼ ସଂକେତ। କିମ୍ବା ଯଦି ରୋଗୀ ଠିକ୍ସେ କଥା କହିପାରୁନି, ଚାଲିପାରୁନି ବା ବହୁତ ଦ୍ୱନ୍ଦ୍ୱରେ ଥିଲା ଭଳି ଲାଗୁଛି, ତାହେଲେ ଆଦୌ ଡେରି ନକରି ଡାକ୍ତରୀ ସାହାଯ୍ୟ ନେବା ନିହାତି ଦରକାର। ହଁ, ସେ ଅକ୍ସିମିଟରରେ ଅମ୍ଳଜାନ ସ୍ତର ମାପିବା କଥା ବି କୁହାଯାଉଥିଲା। ନିଶ୍ଚୟ। ଯଦି SpO2 ବା ରକ୍ତରେ ଅମ୍ଳଜାନର ସାନ୍ଦ୍ରତା 92%ରୁ କମିଯାଏ, ତାହେଲେ ସେଟା ବିପଦ ସଂକେତ। ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଦରକାର। ଆଚ୍ଛା, ଏବେ ଆସିବା ରୋଗ ନିର୍ଣ୍ଣୟକୁ। କେମିତି ଜଣାପଡ଼ୁଥିଲା ଯେ କାହାକୁ କୋଭିଡ୍ ହୋଇଛି? କେଉଁ ପରୀକ୍ଷା ମୁଖ୍ୟ ଥିଲା? ଦେଖନ୍ତୁ, ମୁଖ୍ୟତଃ ଦୁଇ ପ୍ରକାର ପରୀକ୍ଷା ଥିଲା। ଗୋଟିଏ ହେଲା ଭୂତାଣୁକୁ ହିଁ ଖୋଜିବା, ଆଉ ସେଥିରେ ସବୁଠୁ ଭଲ ଆଉ ନିର୍ଭରଯୋଗ୍ୟ ପରୀକ୍ଷା ଥିଲା RT-PCR। ଏଇଟା କେମିତି କାମ କରୁଥିଲା? ଏଥିରେ ନାକ କିମ୍ବା ଗଳାରୁ ସ୍ୱାବ୍ ନମୁନା ନିଆଯାଉଥିଲା। ସେହି ନମୁନାରେ ଭୂତାଣୁର ଜେନେଟିକ୍ ପଦାର୍ଥ ମାନେ RNA ଅଛି କି ନାହିଁ ତାକୁ ଲ୍ୟାବ୍ରେ ପରୀକ୍ଷା କରାଯାଉଥିଲା। ଏହା ଟିକେ ସମୟ ନେଉଥିଲା। ଫଳ ଆସିବାକୁ କିଛି ଘଣ୍ଟା ବା ଦିନେ ଲାଗୁଥିଲା, କିନ୍ତୁ ଏହାର ଫଳାଫଳ ବହୁତ ସଠିକ୍ ଥିଲା। ଆଉ ଗୋଟେ ପରୀକ୍ଷା ଥିଲା ଯୋଉଟା ବହୁତ ଜଲ୍ଦି ହେଇଯାଉଥିଲା? ହଁ, ସେଇଟା ହେଲା ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ବା RAT। ଏଇଟା ଭୂତାଣୁର RNAକୁ ନ ଖୋହି ତା ଦେହରେ ଥିବା ପ୍ରୋଟିନ୍କୁ ଖୋଜୁଥିଲା। ଏଥିରେ ଗୋଟେ ଛୋଟ କିଟ୍ ବ୍ୟବହାର ହେଉଥିଲା, ଆଉ ଫଳାଫଳ 15ରୁ 30 ମିନିଟ୍ ଭିତରେ ମିଳିଯାଉଥିଲା। ତେବେ ଏଇଟା ବେଶୀ ଭଲ ଥିଲା? ଦେଖନ୍ତୁ, ଏଇଟା ଶୀଘ୍ର ହେଉଥିଲା ବୋଲି ବହୁତ ଲୋକଙ୍କୁ କମ୍ ସମୟରେ ପରୀକ୍ଷା କରିବା ପାଇଁ ସୁବିଧା ହେଉଥିଲା। କିନ୍ତୁ ଏହାର ଗୋଟେ ଅସୁବିଧା ଥିଲା ଯେ ଏହା RT-PCR ଭଳି ସେତେ ସମ୍ବେଦନଶୀଳ ନଥିଲା। ମାନେ କେହି ସଂକ୍ରମିତ ଥିଲେ ବି ତାଙ୍କର RAT ରିପୋର୍ଟ ନେଗେଟିଭ୍ ଆସିଯାଉଥିଲା। ଓହୋ। ହଁ, ସେଥିପାଇଁ କୁହାଯାଉଥିଲା ଯେ ଯଦି କାହାର ଲକ୍ଷଣ ଅଛି କିନ୍ତୁ RAT ନେଗେଟିଭ୍ ଆସୁଛି, ତାହେଲେ ବି ସେମାନେ RT-PCR କରାଇନେବା ଉଚିତ। ଆଚ୍ଛା, ଏବେ ଚିକିତ୍ସା କଥା କହିବା। ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ କ'ଣ କହୁଛି ଏ ବିଷୟରେ? କିଛି ନିର୍ଦ୍ଦିଷ୍ଟ ଔଷଧ ଥିଲା କି? ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ ବହୁତ ସ୍ପଷ୍ଟ ଭାବେ କହୁଛି ଯେ କୋଭିଡ୍-19 ପାଇଁ ସେମିତି କୌଣସି ନିର୍ଦ୍ଦିଷ୍ଟ ଔଷଧ ନଥିଲା ଯାହା ଭୂତାଣୁକୁ ପୂରାପୂରି ମାରିଦେଇପାରିବ। ତେଣୁ ମୁଖ୍ୟ ଜୋର ଦିଆଯାଉଥିଲା ଦୁଇଟି ଜିନିଷ ଉପରେ। ଗୋଟେ ହେଲା ନିରାକରଣ, ମାନେ ରୋଗ ଯେମିତି ନ ହେବ ସେଥିପାଇଁ ଚେଷ୍ଟା କରିବା। ଆଉ ଦ୍ୱିତୀୟ ହେଲା ଯଦି ରୋଗ ହୋଇଗଲା ତେବେ ଲକ୍ଷଣ ଅନୁସାରେ ସହାୟକ ଚିକିତ୍ସା ଦେବା, ମାନେ ସପୋର୍ଟିଭ୍ କେୟାର। ଶରୀରକୁ ସାହାଯ୍ୟ କରିବା ଯେମିତି ସେ ନିଜେ ଭୂତାଣୁ ସହ ଲଢ଼ିପାରିବ। ଯେଉଁମାନଙ୍କର ଲକ୍ଷଣ ସାମାନ୍ୟ ଥିଲା, ସେମାନଙ୍କ ପାଇଁ କ'ଣ ନିର୍ଦ୍ଦେଶ ଥିଲା? ସେମାନଙ୍କୁ ଘରେ ଅଲଗା ରହିବାକୁ କୁହାଯାଉଥିଲା, ଆଇସୋଲେସନରେ। ଗୋଟେ ଅଲଗା କୋଠରୀରେ ଯେଉଁଠି ଭଲ ଭାବେ ପବନ ଯିବା ଆସିବା କରୁଥିବ। ତ୍ରିସ୍ତରୀୟ ମାସ୍କ ପିନ୍ଧିବାକୁ ପଡୁଥିଲା। ପର୍ଯ୍ୟାପ୍ତ ବିଶ୍ରାମ ନେବା, ବହୁତ ପାଣି ବା ତରଳ ଜିନିଷ ପିଇବା, ଆଉ ବାରମ୍ବାର ହାତ ଧୋଇବା ସାବୁନରେ, ଅତି କମ୍ରେ 20 ସେକେଣ୍ଡ, ନହେଲେ ଆଲକୋହଲ ଥିବା ସାନିଟାଇଜର ବ୍ୟବହାର କରିବା। ନିଜ ଜିନିଷ ଅଲଗା ରଖିବା କଥା ବି କୁହାଯାଉଥିଲା। ହଁ, ନିଜର ବାସନ, ତୌଲିଆ, ବିଛଣା ଏସବୁ ଅଲଗା ରଖିବା। ଆଉ ଘରର ଯେଉଁ ସବୁ ଜାଗାକୁ ବାରମ୍ବାର ଛୁଆଁ ଯାଉଛି, ଯେମିତି ଟେବଲ, କବାଟ ହ୍ୟାଣ୍ଡେଲ, ସେସବୁକୁ ନିୟମିତ ଭାବେ ବିଶୋଧନ କରିବା। ତା ସହ ନିଜର ତାପମାତ୍ରା ଆଉ ଅମ୍ଳଜାନ ସ୍ତର ବି ମାପି ଚାଲିବାକୁ ପଡୁଥିଲା। ଆଚ୍ଛା, ଆଉ ଭାରତ ସରକାରଙ୍କର ଗୋଟେ 5 ସ୍ତମ୍ଭ ରଣନୀତି କଥା ଉତ୍ସରେ ଅଛି, ସେଇଟା କ'ଣ ଥିଲା? ହଁ, ସେଇଟାକୁ କୁହାଯାଉଥିଲା ଟେଷ୍ଟ, ଟ୍ରାକ୍, ଟ୍ରିଟ୍, ଭ୍ୟାକ୍ସିନେଟ୍, ଆଉ 5 ନମ୍ବରରେ ଥିଲା ଅଡହେରେନ୍ସ ଟୁ କୋଭିଡ୍ ଆପ୍ରୋପ୍ରିଏଟ୍ ମେଜର୍ସ ବା CAM। ଗୋଟି ଗୋଟି କରି ବୁଝେଇବେ କି? ଟେଷ୍ଟ, ଟ୍ରାକ୍, ଟ୍ରିଟ୍। ଟେଷ୍ଟ ମାନେ ହେଲା ବ୍ୟାପକ ଭାବେ ପରୀକ୍ଷା କରି ସଂକ୍ରମିତ ଲୋକଙ୍କୁ ଶୀଘ୍ର ଚିହ୍ନଟ କରିବା। ଟ୍ରାକ୍ ମାନେ ହେଲା ସେହି ସଂକ୍ରମିତ ବ୍ୟକ୍ତି କାହା ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଖୋଜି ବାହାର କରିବା, ଆଉ ତାଙ୍କୁ ବି ପରୀକ୍ଷା ବା ଆଇସୋଲେସନରେ ରଖିବା।
ଟ୍ରିଟ୍ ହେଲା ଯେଉଁମାନେ ଅସୁସ୍ଥ ହେଉଛନ୍ତି ତାଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା। ଆଉ ଭ୍ୟାକ୍ସିନେଟ୍? ତ ଟୀକାକରଣ ସିଏଏମ୍ କ'ଣ? ସିଏମ୍ ମାନେ ହେଲା କୋଭିଡ ଉପଯୁକ୍ତ ଆଚରଣ। ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା। ଏଥିରେ ମୁଖ୍ୟତଃ 5ଟା କଥା ଥିଲା। ଠିକ୍ ଭାବେ ମାସ୍କ ପିନ୍ଧିବା, ଅନ୍ୟମାନଙ୍କଠାରୁ ଅତିକମ୍ରେ 2 ମିଟର ଦୂରତା ବଜାୟ ରଖିବା, ଭିଡ଼ ଜାଗାକୁ ନ ଯିବା, ବାରମ୍ବାର ହାତ ସଫା କରିବା, ଆଉ କାଶିବା ବା ଛିଙ୍କିବା ବେଳେ ନିଜ କହୁଣୀରେ ମୁହଁକୁ ଘୋଡ଼ାଇବା। ଏଇ ସିଏଏମ୍ ଆଉ ଟୀକାକରଣ ଏ ଦୁଇଟା ହିଁ ବୋଧେ ସବୁଠୁ ବେଶୀ କାମ ଦେଲା। ନିଶ୍ଚୟ। ଟୀକାକରଣ ଆମକୁ ରୋଗର ଗମ୍ଭୀରତାରୁ ବଞ୍ଚାଇଲା, ଆଉ ସିଏଏମ୍ ଆମକୁ ସଂକ୍ରମଣରୁ ବଞ୍ଚାଇବାରେ ସାହାଯ୍ୟ କଲା। ଏହି 5ଟି ସ୍ତମ୍ଭ ମିଶିକି ଗୋଟେ ସାମଗ୍ରିକ ରଣନୀତି ଥିଲା। ଏବେ ଟୀକା କଥାକୁ ଆସିବା। ଭାରତରେ ତ ଅନେକ ଟୀକା ବ୍ୟବହାର ହେଲା, କିନ୍ତୁ ମୁଖ୍ୟ କେଉଁଗୁଡ଼ିକୁ ଥିଲା? ହଁ, ଉତ୍ସରେ ମୁଖ୍ୟତଃ 3ଟି ନାଁ ଅଛି। ପ୍ରଥମ ହେଲା କୋଭିଶିଲ୍ଡ। ଏଟା ଅକ୍ସଫୋର୍ଡ ୟୁନିଭର୍ସିଟି ଆଉ ଆଷ୍ଟ୍ରାଜେନେକା କମ୍ପାନୀ ମିଶି ତିଆରି କରିଥିଲେ। ଆଉ ଆମ ଦେଶରେ ପୁଣେର ସେରମ୍ ଇନଷ୍ଟିଚ୍ୟୁଟ୍ ଏହାକୁ ବହୁତ ବଡ଼ ମାତ୍ରାରେ ଉତ୍ପାଦନ କରୁଥିଲା। ଏହା କେମିତିକା ଟୀକା ଥିଲା? ଏହାକୁ କହନ୍ତି ଭାଇରାଲ ଭେକ୍ଟର ଟୀକା। ଏଥିରେ ଗୋଟେ ସାଧାରଣ ଥଣ୍ଡା କରୁଥିବା ଭାଇରସ୍ ଶିମ୍ପାଞ୍ଜି ଆଡେନୋଭାଇରସକୁ ବଦଳାଇ ତା ଭିତରେ କରୋନା ଭାଇରସର ସ୍ପାଇକ୍ ପ୍ରୋଟିନ୍ ତିଆରି କରିବାର ଜିନ୍ ପୂରେଇ ଦିଆଯାଇଥିଲା। ଯେତେବେଳେ ଏହି ଟୀକା ଦିଆଯାଉଥିଲା, ଆମ ଶରୀର ସେହି ସ୍ପାଇକ୍ ପ୍ରୋଟିନ୍ ତିଆରି କରୁଥିଲା ଆଉ ତା ବିରୁଦ୍ଧରେ ପ୍ରତିରକ୍ଷା ସୃଷ୍ଟି କରୁଥିଲା। ଆଚ୍ଛା, ଆଉ କୋଭ୍ୟାକ୍ସିନ୍? ସେଟା ତ ପୁରା ଆମ ଦେଶର ଥିଲା। ହଁ, କୋଭ୍ୟାକ୍ସିନ୍ ହେଉଛି ସମ୍ପୂର୍ଣ୍ଣ ସ୍ୱଦେଶୀ। ହାଇଦ୍ରାବାଦର ଭାରତ ବାୟୋଟେକ୍ କମ୍ପାନୀ ଆମର ICMR ଆଉ NIV ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ସହ ମିଶି ଏହାକୁ ତିଆରି କରିଥିଲା। ଏଇଟା ଥିଲା ଗୋଟେ ନିଷ୍କ୍ରିୟ ଟୀକା। ନିଷ୍କ୍ରିୟ ମାନେ? ମାନେ ଏଥିରେ ପ୍ରକୃତ କରୋନା ଭାଇରସକୁ ନେଇ ତାକୁ ରାସାୟନିକ ପଦାର୍ଥ ଦ୍ୱାରା ମାରି ଦିଆଯାଇଥିଲା ବା ନିଷ୍କ୍ରିୟ କରି ଦିଆଯାଇଥିଲା। ତେଣୁ ସେ ଆଉ ରୋଗ କରିପାରିବନି, କିନ୍ତୁ ଆମ ଶରୀର ତାକୁ ଚିହ୍ନି ତା ବିରୁଦ୍ଧରେ ଆଣ୍ଟିବଡି ତିଆରି କରିପାରିବ। ଆଉ ତୃତୀୟ ଟୀକା? ସେଇଟା ହେଲା ଜାଇକୋଭ୍-ଡି। ଏଇଟା ବି ସ୍ୱଦେଶୀ, ଜାଇଦସ୍ କାଢିଲା କମ୍ପାନୀର। ଆଉ ଏହାର ବିଶେଷତ୍ୱ ହେଲା ଏହା ପୃଥିବୀର ପ୍ରଥମ DNA ଆଧାରିତ କୋଭିଡ୍ ଟୀକା। ବାଃ, ତାହେଲେ ଭାରତରେ ଏକାଧିକ ପ୍ରକାରର ଟୀକା ଉପଲବ୍ଧ ଥିଲା। ହଁ, ଏହା ବ୍ୟତୀତ ଆହୁରି ବି ଅନେକ ଟୀକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଥିଲା। କୋଭିଶିଲ୍ଡ ଓ କୋଭ୍ୟାକ୍ସିନ୍କୁ ତ WHOର ଜରୁରୀକାଳୀନ ବ୍ୟବହାର ତାଲିକାରେ ବି ସ୍ଥାନ ମିଳିଥିଲା। ଏତେ ଶୀଘ୍ର ଏ ଟୀକା ସବୁ କେମିତି ତିଆରି ହେଲା? ସାଧାରଣତଃ ତ ଗୋଟେ ଟୀକା ବାହାରିବାକୁ 5-10 ବର୍ଷ ଲାଗିଯାଏ। ହଁ, ଏଇଟା ବାସ୍ତବରେ ଗୋଟେ ଅସାଧାରଣ କଥା। ଏହା ପଛରେ ଅନେକ କାରଣ ଅଛି। ଗୋଟେ ହେଲା ପୁରା ଦୁନିଆର ବୈଜ୍ଞାନିକମାନେ ଏକାଠି କାମ କଲେ, ତଥ୍ୟ ଆଦାନ ପ୍ରଦାନ କଲେ। ଦ୍ୱିତୀୟରେ ସରକାର ଓ ବେସରକାରୀ ସଂସ୍ଥାମାନେ ଏଥିରେ ବହୁତ ପଇସା ଲଗେଇଲେ। ଆଉ ପରୀକ୍ଷା? ସେଥିରେ କିଛି ସାଲିସ କରାଗଲା କି? ନା, ସେଇଟା ବିଲକୁଲ ନୁହେଁ। କୌଣସି ବି ପର୍ଯ୍ୟାୟକୁ ବାଦ ଦିଆଯାଇନି। ବରଂ ଯାହା କରାଗଲା, କିଛି ପର୍ଯ୍ୟାୟକୁ ସମାନ୍ତରାଳ ଭାବେ କରାଗଲା। ଯେମିତି ଫେଜ୍ 1 ଚାଲିଥିବା ବେଳେ ଫେଜ୍ 2 ପାଇଁ ପ୍ରସ୍ତୁତି ଆରମ୍ଭ କରିଦିଆଗଲା। ଆଉ ଉତ୍ପାଦନ ବି ଆଗରୁ ଆରମ୍ଭ କରିଦିଆଗଲା, ଯଦିଓ ଫଳାଫଳ ଆସିନଥିଲା। ଏହାଦ୍ୱାରା ସମୟ ବଞ୍ଚିଗଲା। ଟୀକା ପରୀକ୍ଷଣର ପର୍ଯ୍ୟାୟଗୁଡ଼ିକ କ'ଣ? ଦେଖନ୍ତୁ, ପ୍ରଥମେ ତ ଲ୍ୟାବ୍ରେ ଆଉ ପଶୁଙ୍କ ଉପରେ ପରୀକ୍ଷା ହୁଏ। ତାକୁ କହନ୍ତି ପ୍ରି କ୍ଲିନିକାଲ। ଯଦି ସେଠି ଭଲ ଫଳ ମିଳେ, ତାପରେ ମଣିଷଙ୍କ ଉପରେ ପରୀକ୍ଷା ଆରମ୍ଭ ହୁଏ। ଏହାର 3ଟି ଫେଜ୍ ଥାଏ। ଫେଜ୍ 1ରେ ବହୁତ କମ୍ ସଂଖ୍ୟକ 20ରୁ 100 ସୁସ୍ଥ ସ୍ୱେଚ୍ଛାସେବୀଙ୍କୁ ଟୀକା ଦିଆଯାଏ, ମୁଖ୍ୟତଃ ଏହା ସୁରକ୍ଷିତ କି ନାହିଁ ଦେଖିବା ପାଇଁ। ଫେଜ୍ 2ରେ 100 ଲୋକଙ୍କୁ ଦିଆଯାଏ। ଠିକ୍ ଡୋଜ୍ କେତେ ହେବ ଆଉ ଶରୀର କେମିତି ପ୍ରତିକ୍ରିୟା କରୁଛି ତାହା ଦେଖାଯାଏ। ଆଉ ଫେଜ୍ 3? ଫେଜ୍ 3 ହେଉଛି ସବୁଠୁ ବଡ଼। ଏଥିରେ ହଜାର ଏପରିକି ଲକ୍ଷେ ଲୋକଙ୍କୁ ବି ସାମିଲ କରାଯାଏ। ଏମାନେ ବିଭିନ୍ନ ବୟସ, ଲିଙ୍ଗ, ସ୍ୱାସ୍ଥ୍ୟ ଅବସ୍ଥାର ଲୋକ ଥାନ୍ତି। କିଛି ଲୋକଙ୍କୁ ପ୍ରକୃତ ଟୀକା ଦିଆଯାଏ, ଆଉ କିଛି ଲୋକଙ୍କୁ ପ୍ଲାସେବୋ ମାନେ ନକଲି ଟୀକା। ତାପରେ ଦେଖାଯାଏ ଯେ ପ୍ରକୃତ ଟୀକା ନେଇଥିବା ଲୋକମାନେ ପ୍ଲାସେବୋ ନେଇଥିବା ଲୋକଙ୍କ ତୁଳନାରେ କେତେ ସୁରକ୍ଷିତ ରହୁଛନ୍ତି। ଏତେ ସବୁ ପରେ ଯାଇ ଅନୁମୋଦନ ମିଳେ। ହଁ, ଏହି ସବୁ ପରୀକ୍ଷାର ତଥ୍ୟକୁ ଦେଶର ନିୟାମକ ସଂସ୍ଥା ଯେମିତି ଆମ ଦେଶରେ DCGI ପୁଙ୍ଖାନୁପୁଙ୍ଖ ଯାଞ୍ଚ କରେ। ସବୁ ଠିକ୍ ଥିଲେ ଯାଇ ବ୍ୟବହାର ପାଇଁ ଅନୁମତି ମିଳେ। ଏହା ପରେ ବି ଟୀକା ନେଉଥିବା ଲୋକଙ୍କ ଉପରେ ନଜର ରଖାଯାଏ, ପୋଷ୍ଟ ମାର୍କେଟ ସର୍ଭେଲାନ୍ସ। ଆଚ୍ଛା, ଏବେ ଭୂତାଣୁର ଆଉ ଗୋଟେ ଦିଗକୁ ଆସିବା। ଏହା ବାହାରେ କେତେ ସମୟ ବଞ୍ଚି ରହିପାରେ? ଯେମିତି କୌଣସି ଜିନିଷ ଉପରେ? ଏହା ବିଭିନ୍ନ ଜିନିଷ ଉପରେ ନିର୍ଭର କରେ, ଯେମିତି ପୃଷ୍ଠଟା କେମିତିକା, ତାପମାତ୍ରା କେତେ, ଆର୍ଦ୍ରତା କେତେ।
କିନ୍ତୁ ସାଧାରଣ ଭାବେ କହିଲେ ଉତ୍ସ ଅନୁସାରେ ଏହା କିଛି ଘଣ୍ଟାରୁ ନାହିଁ କିଛି ଦିନ ଯାଏଁ ବି ସକ୍ରିୟ ରହିପାରେ। ଯେମିତି କାର୍ଡବୋର୍ଡ ଉପରେ ପ୍ରାୟ 24 ଘଣ୍ଟା, କିନ୍ତୁ ପ୍ଲାଷ୍ଟିକ୍ କିମ୍ବା ଷ୍ଟେନଲେସ୍ ଷ୍ଟିଲ୍ ଉପରେ 2-3 ଦିନ ବା ତାଠୁ ଅଧିକା ବି ରହିପାରେ। ତମ୍ବା ଉପରେ ଅପେକ୍ଷାକୃତ କମ୍ ସମୟ, ପ୍ରାୟ 4 ଘଣ୍ଟା। ଓହୋ, ସେଥିପାଇଁ ବାରମ୍ବାର ହାତ ଧୋଇବା ଆଉ ଜିନିଷ ସଫା କରିବାକୁ କୁହାଯାଉଥିଲା। ଏକଦମ। ଆଉ ଭଲ କଥା ହେଉଛି ଏହା ୟୁଭି ରଶ୍ମି, ଅଧିକ ତାପମାତ୍ରା ପ୍ରାୟ 70 ଡିଗ୍ରୀ ସେଲସିୟସରୁ ଅଧିକ ଏବଂ ସାଧାରଣ ବିଶୋଧକ ଯେମିତିକା ସାବୁନ, ଆଲକୋହଲ 70% ବା ଅଧିକ, ବ୍ଲିଚିଂ ପାଉଡର ଦ୍ୱାରା ସହଜରେ ନଷ୍ଟ ହୋଇଯାଏ। ଆଉ ସବୁଠୁ ବଡ଼ ଚିନ୍ତାର ବିଷୟ ଥିଲା ଏହାର ପରିବର୍ତ୍ତନ ବା ମ୍ୟୁଟେସନ୍। ଏହି ଯେଉଁ ନୂଆ ନୂଆ ଭ୍ୟାରିଏଣ୍ଟ ଆସିଲା, ଆଲଫା, ଡେଲ୍ଟା, ଓମିକ୍ରନ୍, ଏଗୁଡ଼ାକ କେମିତି ତିଆରି ହେଲେ? ଦେଖନ୍ତୁ, ଆର୍ଏନ୍ଏ ଭୂତାଣୁମାନଙ୍କର ଏକ ସ୍ୱଭାବ ହେଉଛି ଯେ ସେମାନେ ଯେତେବେଳେ ନିଜର ନକଲ ତିଆରି କରନ୍ତି ସେତେବେଳେ କିଛି ନା କିଛି ଛୋଟ ଭୁଲ କରିଦିଅନ୍ତି। ଏହାକୁ ହିଁ କହନ୍ତି ମ୍ୟୁଟେସନ୍ ବା ନବୋଦ୍ଭବନ। ଏହା କ'ଣ ସବୁବେଳେ ହୁଏ? ହଁ, ଏହା ଏକ ସ୍ୱାଭାବିକ ପ୍ରକ୍ରିୟା। ଆଉ ଅଧିକାଂଶ ସମୟରେ ଏହି ଭୁଲ ବା ପରିବର୍ତ୍ତନର କୌଣସି ଖାସ୍ ପ୍ରଭାବ ନଥାଏ। ଭୂତାଣୁ ପୂର୍ବ ପରି ହିଁ ରହେ। କିନ୍ତୁ ବେଳେବେଳେ ଏମିତି କିଛି ପରିବର୍ତ୍ତନ ହୋଇଯାଏ ଯାହା ଭୂତାଣୁକୁ କିଛି ନୂଆ ସୁବିଧା ଦିଏ। ଯେମିତି ହୁଏତ ସେ ଆହୁରି ଶୀଘ୍ର ବ୍ୟାପିପାରିବ କିମ୍ବା ଆମ ଶରୀରର ପ୍ରତିରକ୍ଷା ପ୍ରଣାଳୀ ବା ଟୀକା ଦ୍ୱାରା ସୃଷ୍ଟି ହୋଇଥିବା ସୁରକ୍ଷାକୁ ବି ଭେଦ କରିପାରିବ। ଆଚ୍ଛା, ସେଥିପାଇଁ ଏହି ନୂଆ ଭାରିଏଣ୍ଟଗୁଡ଼ିକ ଏତେ ଚିନ୍ତାର କାରଣ ହେଲେ? ଠିକ୍ କହିଲେ। ଯେତେବେଳେ ଟୀକାକରଣ ବଢ଼ିଲା ଆଉ ଅନେକ ଲୋକ ସଂକ୍ରମିତ ହୋଇ ସୁସ୍ଥ ହେଲେ, ଭୂତାଣୁ ଉପରେ ଗୋଟେ ଚାପ ପଡ଼ିଲା। ବଞ୍ଚି ରହିବାକୁ ହେଲେ ତାକୁ ବଦଳିବାକୁ ପଡ଼ିଲା। ଏହି ପ୍ରକ୍ରିୟାରେ ହିଁ କିଛି ଭାରିଏଣ୍ଟ ବାହାରିଲେ ଯେଉଁମାନେ ଅଧିକ ସଫଳ ହେଲେ। ଯେମିତିକି ଡେଲ୍ଟା। ହଁ, ଡେଲ୍ଟା ଭାରିଏଣ୍ଟ, ଯାହା ପ୍ରଥମେ ଭାରତରେ ଚିହ୍ନଟ ହୋଇଥିଲା, ମୂଳ ଭୂତାଣୁଠାରୁ ବହୁତ ଅଧିକ ସଂକ୍ରାମକ ଥିଲା ଆଉ ଅଧିକ ଗମ୍ଭୀର ରୋଗ ବି କରୁଥିଲା। ଏହା ହିଁ ଭାରତରେ ଦ୍ୱିତୀୟ ଲହରର ମୁଖ୍ୟ କାରଣ ଥିଲା। ଆଉ ଓମିକ୍ରନ୍? ଓମିକ୍ରନ୍ ତା ପରେ ଆସିଲା। ଏହା ଡେଲ୍ଟାଠାରୁ ବି ଆହୁରି ଅଧିକ ସଂକ୍ରାମକ ଥିଲା, ବହୁତ ଶୀଘ୍ର ବ୍ୟାପୁଥିଲା। କିନ୍ତୁ ଭାଗ୍ୟକୁ ଏହା ସେତେ ଗମ୍ଭୀର ରୋଗ କରୁନଥିଲା। ଏହା ଭାରତରେ ତୃତୀୟ ଲହର ଆଣିଥିଲା। WHO ଏହି ଭାରିଏଣ୍ଟଗୁଡ଼ିକୁ କେମିତି ବର୍ଗୀକରଣ କରୁଥିଲା? ସେମାନେ ମୁଖ୍ୟତଃ 2ଟି ବର୍ଗ ରଖିଥିଲେ, ଭ୍ୟାରିଏଣ୍ଟ ଅଫ୍ ଇଣ୍ଟରେଷ୍ଟ ଆଉ ଭ୍ୟାରିଏଣ୍ଟ ଅଫ୍ କନସର୍ନ। VOC ସେଇଗୁଡ଼ିକ ଥିଲେ ଯେଉଁମାନେ ଅଧିକ ସଂକ୍ରାମକ ଥିଲେ, ଅଧିକ ଗମ୍ଭୀର ରୋଗ କରୁଥିଲେ ବା ଟୀକା କିମ୍ବା ପୂର୍ବ ସଂକ୍ରମଣରୁ ମିଳୁଥିବା ସୁରକ୍ଷାକୁ କମ୍ କରିଦେଉଥିଲେ। ଆଲଫା, ବିଟା, ଗ୍ୟାମା, ଡେଲ୍ଟା, ଓମିକ୍ରନ୍ ଏ ସମସ୍ତେ VOC ଥିଲେ। ଏହି ଲହରଗୁଡ଼ିକ ଭାରତରେ କେବେ ଆସିଥିଲା? ମୋଟାମୋଟି ଭାବେ କହିଲେ ପ୍ରଥମ ଲହର ମାର୍ଚ୍ଚ 2020ରୁ ଆରମ୍ଭ ହୋଇ ସେପ୍ଟେମ୍ବର 2020 ବେଳକୁ ଶିଖରରେ ପହଞ୍ଚିଥିଲା। ଦ୍ୱିତୀୟ ଲହର, ଯାହା ଡେଲ୍ଟା ଯୋଗୁଁ ହେଲା, ତାହା ମାର୍ଚ୍ଚ 2021 ପରଠାରୁ ଆସିଲା ଆଉ ଏପ୍ରିଲ-ମେ 2021ରେ ବହୁତ ଭୟଙ୍କର ରୂପ ନେଇଥିଲା। ତୃତୀୟ ଲହର ଓମିକ୍ରନ୍ ଯୋଗୁଁ ନଭେମ୍ବର 2021 ଶେଷ ଆଡ଼କୁ ଆରମ୍ଭ ହୋଇ ଜାନୁଆରୀ 2022ରେ ଶିଖର ଛୁଇଁଥିଲା। ଏହି ଲହରଗୁଡ଼ିକୁ ସାମ୍ନା କରିବା ପାଇଁ ଭାରତ ସରକାର କ'ଣ ସବୁ ପଦକ୍ଷେପ ନେଇଥିଲେ? ପ୍ରଥମ ଲହର ବେଳେ ମୁଖ୍ୟ କ'ଣ ଥିଲା? ପ୍ରଥମ ଲହର ଆରମ୍ଭରେ ମାର୍ଚ୍ଚ 2020ରେ ସରକାର ଏହାକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କଲେ ଆଉ ତାପରେ ଦେଶବ୍ୟାପୀ ଏକ କଠୋର ଲକଡାଉନ୍ ଲଗାଗଲା ମାର୍ଚ୍ଚ 25ରୁ। ଲକଡାଉନ୍ ସହ ଆଉ କ'ଣ କରାଗଲା? ସେ 5 ସ୍ତମ୍ଭ ରଣନୀତି କଥା ତ ଆମେ କହିଲେ। ଟେଷ୍ଟ, ଟ୍ରାକ୍, ଟ୍ରିଟ୍କୁ ବହୁତ ଗୁରୁତ୍ୱ ଦିଆଗଲା। ସାମାଜିକ ଦୂରତା, ମାସ୍କ ପିନ୍ଧିବା, ହାତ ସଫା ରଖିବା ଏସବୁ ବାଧ୍ୟତାମୂଳକ କରାଗଲା। ସଂକ୍ରମଣ କେତେ ଅଛି ସେହି ଅନୁସାରେ ଅଞ୍ଚଳଗୁଡ଼ିକୁ ନାଲି, କମଳା, ସବୁଜ ଜୋନ୍ରେ ବଣ୍ଟାଗଲା। ନାଲି ଜୋନ୍ରେ କଣ୍ଟେନମେଣ୍ଟ ନିୟମ ବହୁତ କଡ଼ାକଡ଼ି ଥିଲା। ଯାତାୟାତ ଉପରେ ବି କଟକଣା ଥିଲା ନା? ହଁ, ଆନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ କରାଗଲା। ଦେଶ ଭିତରେ ବି ଟ୍ରେନ୍, ବସ୍ ଚଳାଚଳ ବନ୍ଦ ରହିଲା କିଛି ଦିନ। ଯିଏ ଯାଉଥିଲେ ତାଙ୍କର ଥର୍ମାଲ ସ୍କ୍ରିନିଂ ହେଉଥିଲା। ପରେ ଯେତେବେଳେ କିଛିଟା ଚଳାଚଳ ଆରମ୍ଭ ହେଲା, RT-PCR ରିପୋର୍ଟ କିମ୍ବା ଟୀକା ପ୍ରମାଣପତ୍ର ଦେଖାଇବାକୁ ପଡ଼ୁଥିଲା। କ୍ୱାରେଣ୍ଟିନ୍ରେ ବି ରହିବାକୁ ପଡ଼ୁଥିଲା। ଏତେ ବଡ଼ ଦେଶରେ ଏତେ ସବୁ କାର୍ଯ୍ୟକ୍ରମ ଚଳାଇବା ପାଇଁ ସମନ୍ୱୟ କେମିତି ରଖାଗଲା? ଏଥିପାଇଁ ବିଭିନ୍ନ ମନ୍ତ୍ରାଳୟ ଯେମିତି ସ୍ୱାସ୍ଥ୍ୟ, ଗୃହ, ପ୍ରତିରକ୍ଷା, ରେଳ, ଶ୍ରମ, ବିମାନ ଚଳାଚଳ ଏମାନଙ୍କ ଭିତରେ ସମନ୍ୱୟ ରଖାଗଲା। କେନ୍ଦ୍ରରୁ ଟିମ୍ ବିଭିନ୍ନ ରାଜ୍ୟକୁ ଯାଇ ସାହାଯ୍ୟ କରୁଥିଲେ। ଲକଡାଉନ୍ ଯୋଗୁଁ ଯେଉଁ ପ୍ରବାସୀ ଶ୍ରମିକମାନେ ଅସୁବିଧାରେ ପଡ଼ିଲେ, ତାଙ୍କ ପାଇଁ କ'ଣ କରାଗଲା? ସେମାନଙ୍କୁ ନିଜ ନିଜର ରାଜ୍ୟକୁ ଫେରାଇ ନେବା ପାଇଁ ଶ୍ରମିକ ସ୍ପେଶାଲ ନାଁରେ ସ୍ୱତନ୍ତ୍ର ଟ୍ରେନ୍ ଚଲାଗଲା। ଗରିବ ଲୋକମାନଙ୍କୁ PDS ମାଧ୍ୟମରେ ମାଗଣା ରାସନ ଦିଆଗଲା, କିଛି ଆର୍ଥିକ ସହାୟତା ବି ଦିଆଗଲା।
ପରୀକ୍ଷଣର କ୍ଷମତା ବଢ଼ାଇବା କଥା ଆପଣ କହୁଥିଲେ, ସେଇଟା କେମିତି ହେଲା? ଏଇଟା ଗୋଟେ ବହୁତ ବଡ଼ କାମ ଥିଲା। ଆରମ୍ଭରେ ଆମ ଦେଶରେ ବହୁତ କମ୍ ଲ୍ୟାବ୍ ଥିଲା କୋଭିଡ୍ ଟେଷ୍ଟ କରିବା ପାଇଁ। କିନ୍ତୁ କିଛି ମାସ ଭିତରେ ICMR, CSIR, DBT, DRDO, ବିଭିନ୍ନ ମେଡିକାଲ କଲେଜ, ଏପରିକି ଘରୋଇ ଲ୍ୟାବ୍ମାନଙ୍କୁ ମିଶାଇ ହଜାର ହଜାର ସଂଖ୍ୟାରେ ଟେଷ୍ଟିଂ ଲ୍ୟାବ୍ ପ୍ରସ୍ତୁତ କରାଗଲା। ଫେବୃଆରୀ 2022 ସୁଦ୍ଧା ଦେଶରେ 3000ରୁ ଅଧିକ ଲ୍ୟାବ୍ କାମ କରୁଥିଲା। ଆଉ ସ୍ୱାସ୍ଥ୍ୟକର୍ମୀ ଯୋଉମାନେ ଆଗରେ ରହି ଲଢ଼ୁଥିଲେ, ସେମାନଙ୍କୁ କୋଭିଡ୍ ଯୋଦ୍ଧା ଆଖ୍ୟା ଦିଆଗଲା। ତାଙ୍କ ପାଇଁ ବୀମା ବ୍ୟବସ୍ଥା କରାଗଲା, ପ୍ରୋତ୍ସାହନ ରାଶି ଦିଆଗଲା। ଏହି ସବୁ ପଦକ୍ଷେପର ମୂଲ୍ୟାଙ୍କନ କଲେ କ'ଣ ଜଣାପଡ଼େ? ଏହା କେତେ ସଫଳ ଥିଲା? ଉତ୍ସ କହୁଛି ଯେ ପ୍ରଥମ ଏବଂ ତୃତୀୟ ଲହରର ପରିଚାଳନା ଅପେକ୍ଷାକୃତ ଭଲ ଥିଲା। ଅନେକ ବିକଶିତ ଦେଶ ତୁଳନାରେ ଭାରତରେ ମୃତ୍ୟୁହାର କମ୍ ରହିଲା। ଏହାକୁ WHO ସମେତ ଅନ୍ୟ ଆନ୍ତର୍ଜାତୀୟ ସଂସ୍ଥାମାନେ ବି ଏକ ମଡେଲ ଭାବେ ଦେଖିଲେ। କିନ୍ତୁ ହଁ, ଦ୍ୱିତୀୟ ଲହର ବେଳେ ଡେଲ୍ଟା ଭ୍ୟାରିଏଣ୍ଟ ଯୋଗୁଁ ସ୍ଥିତି ବହୁତ ଗମ୍ଭୀର ହୋଇଯାଇଥିଲା, ଆଉ ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ପ୍ରବଳ ଚାପ ପଡ଼ିଥିଲା। ଲୋକଙ୍କୁ ସଚେତନ କରିବା ପାଇଁ ବି ବହୁତ କିଛି କରାଯାଇଥିଲା ନା? ସେଇ ଫୋନ୍ କଲେ ଆସୁଥିବା କଲର୍ ଟ୍ୟୁନ୍। ହଁ, ବ୍ୟାପକ ଭାବେ ସଚେତନତା କାର୍ଯ୍ୟକ୍ରମ କରାଗଲା। ଟିଭି, ରେଡିଓ, ଖବରକାଗଜ, ମୋବାଇଲ ଫୋନ୍ ସବୁ ମାଧ୍ୟମ ବ୍ୟବହାର କରାଗଲା, ଆଉ ଲୋକମାନଙ୍କର ସହଯୋଗ ବି ବହୁତ ମିଳିଲା। ଯେମିତି ସେ ଜନତା କର୍ଫ୍ୟୁ କିମ୍ବା ଘରେ ଲାଇଟ୍ ବନ୍ଦ କରି ଦୀପ ଜଳାଇବା। ହଁ, ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଏହି କାର୍ଯ୍ୟକ୍ରମଗୁଡ଼ିକ ବହୁତ ବ୍ୟାପକ ଭାବେ ପାଳନ କରାଯାଇଥିଲା। ଏହା ଲୋକମାନଙ୍କ ମଧ୍ୟରେ ଏକତା ଆଣିବା ସହ ମନୋବଳ ବଢ଼ାଇବାରେ ସାହାଯ୍ୟ କରିଥିଲା। ଆଚ୍ଛା, ଏବେ ଆସିବା ଆମ ରାଜ୍ୟ ଓଡ଼ିଶା କଥାକୁ। ଓଡ଼ିଶାରେ ପରିଚାଳନା କିପରି ଥିଲା? ଉତ୍ସରେ ଏହାକୁ ଏକ ମଡେଲ କୁହାଯାଇଛି। କ'ଣ ବିଶେଷତ୍ୱ ଥିଲା? ହଁ, ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ଅନେକ ସ୍ତରରେ ପ୍ରଶଂସା କରାଯାଇଥିଲା। ଏହାର କିଛି ମୁଖ୍ୟ କାରଣ ଥିଲା। ପ୍ରଥମ କଥା ହେଲା, ଓଡ଼ିଶା ବହୁତ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଇଥିଲା। ରାଜ୍ୟରେ ପ୍ରଥମ କେସ୍ ଚିହ୍ନଟ ହେବା ପୂର୍ବରୁ ହିଁ ମାର୍ଚ୍ଚ 13, 2020ରୁ ଯୋଜନା ଆରମ୍ଭ ହୋଇଯାଇଥିଲା। ଦ୍ୱିତୀୟରେ, ଓଡ଼ିଶା ସରକାରଙ୍କର ବିପର୍ଯ୍ୟୟ ପରିଚାଳନାରେ ପୂର୍ବ ଅଭିଜ୍ଞତା ଥିଲା। ଯେମିତି ବାତ୍ୟା ମୁକାବିଲା, ସେହି ଅଭିଜ୍ଞତାକୁ କୋଭିଡ୍ ମୁକାବିଲାରେ ବ୍ୟବହାର କରାଗଲା। ଲହର ଆସିବା ପୂର୍ବରୁ, ଲହର ସମୟରେ ଆଉ ଲହର ପରେ କ'ଣ କରାଯିବ ତାର ଗୋଟେ ସ୍ପଷ୍ଟ ରୂପରେଖା ଥିଲା। କିଛି ନିର୍ଦ୍ଦିଷ୍ଟ ପଦକ୍ଷେପ ଯାହା ଓଡ଼ିଶାରେ ନିଆଯାଇଥିଲା? ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା ଗ୍ରାମାଞ୍ଚଳରେ ସରପଞ୍ଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦେବା। ଏହାଦ୍ୱାରା ଗାଁ ସ୍ତରରେ କ୍ୱାରେଣ୍ଟିନ୍, ଲକଡାଉନ୍ ନିୟମ ପାଳନ କରିବା ସହଜ ହେଲା। ଅଙ୍ଗନୱାଡି କର୍ମୀମାନଙ୍କୁ ବି ସାମିଲ କରାଗଲା। ଆଉ ସ୍ୱାସ୍ଥ୍ୟ ଭିତ୍ତିଭୂମି? ସାରା ରାଜ୍ୟରେ, ଏପରିକି ଜିଲ୍ଲା ସ୍ତରରେ ବି ବହୁତ କମ୍ ସମୟ ଭିତରେ ଉତ୍ସର୍ଗୀକୃତ କୋଭିଡ୍ ହସ୍ପିଟାଲ ସ୍ଥାପନ କରାଗଲା। ପରୀକ୍ଷଣ କ୍ଷମତା ବି ବହୁତ ବଢ଼ାଗଲା। ଆରମ୍ଭରେ କେବଳ ଗୋଟିଏ ଲ୍ୟାବ୍ ଥିଲା, RNRC, କିନ୍ତୁ ପରେ 60ରୁ ଅଧିକ ସରକାରୀ ଆଉ ଘରୋଇ ଲ୍ୟାବ୍ରେ ଟେଷ୍ଟିଂ ସୁବିଧା କରାଗଲା। ପ୍ରବାସୀ ଶ୍ରମିକମାନଙ୍କ ପାଇଁ କ'ଣ ବ୍ୟବସ୍ଥା ଥିଲା? ଯେଉଁ ଓଡ଼ିଆ ଶ୍ରମିକମାନେ ବାହାର ରାଜ୍ୟରୁ ଫେରିଲେ, ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଗଲା। ତାଙ୍କର ପଞ୍ଜୀକରଣ କରାଗଲା। ତାଙ୍କୁ ଆଣିବା ପାଇଁ ଗାଡ଼ିର ବ୍ୟବସ୍ଥା ହେଲା। ଗାଁରେ ପହଞ୍ଚିବା ପରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଓ ବାଧ୍ୟତାମୂଳକ କ୍ୱାରେଣ୍ଟିନ୍ର ବ୍ୟବସ୍ଥା କରାଗଲା, ଯାହାର ଖର୍ଚ୍ଚ ସରକାର ବହନ କରୁଥିଲେ। ପରେ ସେମାନଙ୍କୁ ଜୀବିକା ଯୋଗାଇ ଦେବା ପାଇଁ ବି ଚେଷ୍ଟା କରାଗଲା। ସୂଚନା ଦେବାରେ ଓଡ଼ିଶା ସରକାର କେତେ ସ୍ୱଚ୍ଛ ଥିଲେ? ବିଶେଷ କରି ପ୍ରଥମ ଲହର ସମୟରେ ପ୍ରତିଦିନ ସରକାରଙ୍କ ମୁଖପାତ୍ର ଆସି ପ୍ରେସ୍ ବିବୃତ୍ତି ଦେଉଥିଲେ। କେତେ ନୂଆ କେସ୍ ଆସିଲା, କେଉଁ ଜିଲ୍ଲାରୁ କେତେ ସୁସ୍ଥ ହେଲେ, କେତେ ମୃତ୍ୟୁ ହେଲା, ସବୁ ତଥ୍ୟ ସ୍ପଷ୍ଟ ଭାବେ ଦିଆଯାଉଥିଲା। ଏହା ଲୋକଙ୍କ ମଧ୍ୟରେ ବିଶ୍ୱାସ ବଢ଼ାଇବାରେ ସାହାଯ୍ୟ କରିଥିଲା। ନିୟନ୍ତ୍ରଣ ପାଇଁ କ'ଣ କରାଗଲା? ସେଥିପ୍ରତି ବି ଧ୍ୟାନ ଦିଆଗଲା। ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଥିଲା। ଅଯଥା ବୁଲାବୁଲି ଉପରେ କଟକଣା ଥିଲା, ଆଉ ନିୟମ ଭାଙ୍ଗିଲେ ଜୋରିମାନା ବି ଆଦାୟ କରାଯାଉଥିଲା। ଓଡ଼ିଶାରେ ବି ସେମିତି କିଛି ମନୋବଳ ବଢ଼ାଇବା ଭଳି କାର୍ଯ୍ୟକ୍ରମ ହୋଇଥିଲା? ହଁ, ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ମେ 30, 2020 ସନ୍ଧ୍ୟାରେ ସାରା ଓଡ଼ିଶାର ଲୋକେ ନିଜ ନିଜ ଜାଗାରେ ଠିଆ ହୋଇ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ଏହା କୋଭିଡ୍ ଯୋଦ୍ଧାମାନଙ୍କୁ ସମ୍ମାନ ଦେବା ସହ ଲୋକଙ୍କ ମଧ୍ୟରେ ଏକତା ଓ ସାହସ ସୃଷ୍ଟି କରିଥିଲା। ତାହେଲେ ଏହି ପୁରା ଆଲୋଚନାର ମୁଖ୍ୟ ଶିକ୍ଷା କ'ଣ ମିଳିଲା? ସାରାଂଶରେ କ'ଣ କହିବା? ଦେଖନ୍ତୁ, ଆମେ ବୁଝିଲେ ଯେ ମହାମାରୀ କ'ଣ, ବିଶ୍ୱ ମହାମାରୀ କ'ଣ, ଇତିହାସରେ କେମିତି ମହାମାରୀ ଆସିଛି, କୋଭିଡ୍-19 କେମିତି ଆରମ୍ଭ ହେଲା, କେମିତି ବ୍ୟାପିଲା। ଏହା ପଛରେ ଥିବା ଭୂତାଣୁର ଗଠନ, ସଂକ୍ରମଣ ପ୍ରକ୍ରିୟା, ଲକ୍ଷଣ, ପରୀକ୍ଷା, ଚିକିତ୍ସାର ବିକଳ୍ପ, ଟୀକା, ଏସବୁ ବିଷୟରେ ଆମେ ଜାଣିଲେ। ଆଉ ଭ୍ୟାରିଏଣ୍ଟସ୍ ଏବଂ ପରିଚାଳନା କୌଶଳ? ହଁ, ଭୂତାଣୁ କେମିତି ନିଜକୁ ବଦଳାଏ ଭାରିଆଣ୍ଟ, ଆଉ ସେଥିପାଇଁ କେମିତି ନୂଆ ଲହର ଆସେ। ଏହାର ମୁକାବିଲା ପାଇଁ ଭାରତ ସରକାରଙ୍କର 5 ସ୍ତମ୍ଭ ରଣନୀତି ଏବଂ କୋଭିଡ୍ ଉପଯୁକ୍ତ ଆଚରଣ CAM କେତେ ଗୁରୁତ୍ୱପୂର୍ଣ୍ଣ ଥିଲା।
ଓଡ଼ିଶା ସରକାରଙ୍କର ଆଗୁଆ ଆଉ ଯୋଜନାବଦ୍ଧ ପଦକ୍ଷେପ ବିଷୟରେ ବି ଆମେ ଆଲୋଚନା କଲେ। ମୋଟ ଉପରେ ଏହା ଏକ ବହୁମୁଖୀ ଲଢ଼େଇ ଥିଲା, ଯେଉଁଥିରେ ବିଜ୍ଞାନ, ସରକାରୀ ପଦକ୍ଷେପ, ସ୍ୱାସ୍ଥ୍ୟକର୍ମୀଙ୍କ ନିଷ୍ଠା ଆଉ ସାଧାରଣ ଲୋକଙ୍କର ସହଯୋଗ ସବୁକିଛି ସାମିଲ ଥିଲା। ତେବେ ଏବେ କ'ଣ ସବୁ ଶେଷ ହୋଇଗଲା ବୋଲି ଧରିନେବା? ନା, ସେମିତି ଭାବିବା ବୋଧେ ଠିକ୍ ହେବନି। ମହାମାରୀର ଯେଉଁ ଭୟଙ୍କର ରୂପ ଥିଲା ସେଇଟା ନିଶ୍ଚୟ କମିଛି, ମୁଖ୍ୟତଃ ଟୀକାକରଣ ଆଉ ଲୋକଙ୍କ ଭିତରେ ସୃଷ୍ଟି ହୋଇଥିବା ପ୍ରତିରକ୍ଷା ଶକ୍ତି ଯୋଗୁଁ। କିନ୍ତୁ ଭୂତାଣୁଟା ଏବେ ବି ଅଛି। ଏବେ ବି ନୂଆ ନୂଆ ସବ୍ ଭାରିଆଣ୍ଟ ଆସୁଛି। ତାହେଲେ ଆମକୁ ଏବେ ବି ସତର୍କ ରହିବାକୁ ପଡ଼ିବ। ହଁ, ସତର୍କତା ନିଶ୍ଚୟ ଦରକାର। ଯେଉଁମାନେ ଏକା ନେଇନାହାନ୍ତି ବା ବୁଷ୍ଟର ଡୋଜ୍ ନେଇନାହାନ୍ତି, ସେମାନେ ନେଇଯିବା ଉଚିତ। ଆବଶ୍ୟକ ପଡ଼ିଲେ ଯେମିତି ଭିଡ଼ ଜାଗାରେ ମାସ୍କ ପିନ୍ଧିବା ଭଲ। ମୋଟାମୋଟି ଭାବେ ଆମେ ଯେଉଁ ଭଲ ଅଭ୍ୟାସଗୁଡ଼ିକ ଶିଖିଲେ, ଯେମିତି ହାତ ସଫା ରଖିବା, ଅସୁସ୍ଥ ଥିଲେ ଘରେ ରହିବା, ସେଗୁଡ଼ିକୁ ଜାରି ରଖିବା ଦରକାର। ଆଉ ଭବିଷ୍ୟତ ପାଇଁ କ'ଣ ଶିକ୍ଷା ମିଳିଲା? ସବୁଠୁ ବଡ଼ ଶିକ୍ଷା ହେଲା, ଆମକୁ ଭବିଷ୍ୟତରେ ଏମିତି କୌଣସି ମହାମାରୀ ପାଇଁ ସବୁବେଳେ ପ୍ରସ୍ତୁତ ରହିବାକୁ ପଡ଼ିବ। ଆମର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆହୁରି ମଜବୁତ କରିବାକୁ ହେବ। ରୋଗ ଉପରେ ନଜର ରଖିବା ପାଇଁ ଯେଉଁ ସର୍ଭେଲେନ୍ସ ସିଷ୍ଟମ ଅଛି, ତାକୁ ଆହୁରି ଉନ୍ନତ କରିବାକୁ ପଡ଼ିବ। ଆଉ ବୈଜ୍ଞାନିକ ଗବେଷଣା, ବିଶେଷ କରି ଭୂତାଣୁ ବିଜ୍ଞାନ ଓ ଟୀକା ବିକାଶ କ୍ଷେତ୍ରରେ ଅଧିକ ପ୍ରୋତ୍ସାହନ ଦେବାକୁ ପଡ଼ିବ। ଠିକ୍। ଏଇ ଆଲୋଚନା ଶେଷରେ ଗୋଟିଏ ପ୍ରଶ୍ନ ମନକୁ ଆସୁଛି, ଯାହା ଉପରେ ଆମେ ସମସ୍ତେ ଚିନ୍ତା କରିବା କଥା। ଆମେ ଦେଖିଲେ କରୋନା ଭାଇରସ୍ ଭଳି ଆର୍ଏନ୍ଏ ଭୂତାଣୁ କେତେ ଶୀଘ୍ର ନିଜକୁ ବଦଳାଇ ପାରୁଛି। ଆଉ ଆଜିର ଦୁନିଆରେ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ଯିବା ଆସିବା ଏତେ ସହଜ ଯେ କୌଣସି ନୂଆ ରୋଗ ବ୍ୟାପିବାକୁ ବେଶୀ ସମୟ ଲାଗୁନି। ଏହାକୁ ଦେଖି ଭବିଷ୍ୟତରେ ଯେତେବେଳେ ପୁଣି ଏକ ମହାମାରୀ ଆସିବ, କାରଣ ଏହା ଅନିବାର୍ଯ୍ୟ ବୋଲି ବୈଜ୍ଞାନିକମାନେ କହୁଛନ୍ତି, ସେତେବେଳେ ତାର ମୁକାବିଲା ପାଇଁ ଆମ ସମାଜକୁ ମୂଳ ସ୍ତରରେ କେଉଁ ସବୁ ଗଠନମୂଳକ ପରିବର୍ତ୍ତନ ଆଣିବାକୁ ପଡ଼ିବ, ଯାହାଫଳରେ ଆମେ ଆହୁରି ଭଲ ଭାବରେ, ଆହୁରି ଶକ୍ତିଶାଳୀ ଭାବେ